आपण मानक स्वागत करुचे एक नुआ ब्लॉगिंग रे यही ब्लॉगिंग टी आमर यही धोयार बन्या जलर ब्लॉगिंग देखुए मुझे आम छकरे ठिया से छकरे अलरेडी मंदिर पहाच को तारिणी मंदिर बेढ़ारे पानी लग सारा दुकान बजार ये बंद हो गला लोक मैंने सब स्थानांतरित हो सारा कई आउ ना दुकान अलरेडी बंद कर किए दुकान भीतर कौन माल अच्छी नहीं शिफ्टिंग कर तेणु टोटाल जलबंदी रे अच्छा आमर ये अरगल पंचायतवासी देखुए टोटाल मंदिर बेढ़ा नहीं कि कौटी आउ रास्ता नहीं मुख्य रास्ता जो गतकाली आपको देखी महाराकोल टू अरगल शासन जो कनेक्टेड रोड सेटा भी अलरेडी आज बुड़ी जाइए पूरा कौ रास्तार सुखिला ना देखुए अलरेडी आंठे पाखापाखि पानी हो गला तेणु पुणी बुले मुझे देखी आ कौटी कौन पानी कहीं बेसी बाटक आ जाइबनी अलरेडी पानी भरी जाइए मेडिकल ना जाई आपण मानक देखई था कौन केमती पानी रास्ता बुड़ी सारा पोल पाग रास्ता बुड़ी सारा सुअ तो प्रबल हो तेणु बुड़ी सुअ टे सुअर प्रखर जो आवासटा टे कम अच्छी कहीं बढ़ी पानी रास्ता बुड़ला बड़ पानी है माने सुअटा आवासटा टे जोर हुए ना कहीं पानी अधिका बढ़ीगला ना एपटे ठाकुराणी पाखर भी से आग रास्ता भी बुड़ीगला मानिया दुकानी कि जो पोल पाख जो रास्ता सेठी भी पानी बुड़ीगला लोक पशिकी जीवा आसवा कर विपद संकेत अलरेडी पानी हो सारा सब आड़े रास्ता बुड़ी जाइए जो टे उच्चा उच्चा जगह अच्छी से फांका अच्छी बुड़ी नहीं ना आउ सब बुड़ी जाइए पोल बुड़िया को दिहाते आहरी अच्छी कि पोल पाखक पानी लगगला साइड रास्ता के बुड़ी जाइए तो मजा लगुच पानी पशि जाऊ मो माउस पो भाई भी आउे पचर बेचारा क्षीर आउे पानी पशिकी सी पानी ये तो पूरा बुड़ी जाए माने पूरा बड़ पानी भाई कौटी आउ माने बाकी ना बाद बाकी ना हाँ ये तो पूरा नालू दुकानी टुकना दुकानी आगे पानी से मंदिर आगे पानी ना दुकान पानी पशि न बता के भी पानी पशि दियो संताई दियो भांगी आगर ना भितर बस भितर पशियो तल सेपट तलपट नागी जाइए कही पानी पानी दरकार हो गोटे बाड़ी बाड़ी धरिक सब जा दरकार सूरत बड़ा ठीक दीटा बाड़ी धरती बुढ़ा लोक जलबंदी पूरा छक दुकान सब बंद हाँ देखु तो पानी सब पशिक जाऊँ आज कौटी ना पूरा सब रेड जोन हो गला सब बन्या जल घेर अरगल पंचायत पूरा बुड़ीगला आज दुकान सब बंद हो गला ये पानी जोर हो दुकान बंद हेनी पानी रे लोक चेयर पकई बसुँच दुकान भी बुड़ीगला लालू दुकान मार्केट कम्प्लेक्स भीतर पानी हाँ पेमा भाई
ସାନଗିରି ରାସ୍ତା ବି ପୁରା ବୁଡ଼ିଛି, ସେଠି ଅଣ୍ଟେଇ ପାଣି ହେଲାଣି ରାସ୍ତା। ଏଇଟା ଆଉ ସାନଗିରି ସଦାନନ୍ଦ ବି ପାଣିରେ ଟିକେ ବୁଲି ଆସିଛି। ଆଉ ତମେ କ'ଣ ଗୋଦାମ ଘର ଖାଲି କଲ ନା କ'ଣ? ପାଣି ପଶିଗଲାଣି, ଦୋକାନ କି ପାଣି ଲାଗିଗଲାଣି, ପାଣି ଆଉ ପଶିଯିବ ଆଉ। ଓହୋ, ଜକେଇ ଅଲରେଡ଼ି ଭିତରକୁ ବି ପାଣି ପଶିଲାଣି ଦୋକାନ ଭିତରେ। ତେଣୁ ନାଲୁ ସବୁ ସିଫ୍ଟିଂ ଚାଲିଛି ସଉଦାପତ୍ର। ଆଉ ଲାଲୁ କ'ଣ ଆରେ ପାଣି ପଶିଗଲାଣି ଦୋକାନ? ଗୋଧି ପଶିଗଲାଣି ବି। ଆରେ ପାଣି ପଶିଲା ଭିତରେ ଗୋଧି ବି ପଶିଲାଣି ତା ଦୋକାନ ଭିତରୁ। କୋଉ ପଟରେ ପଶିଲା? ପଛପଟରେ ଗଛରେ। ସିଏ ବି ଆଶ୍ରା ଖୋଜୁଛି ନା, ଦୋକାନ ପଛପଟରେ ଗୋଟେ ଗଛ ଅଛି, ସେ ଗଛ ଚଢ଼ିକି ତାର ଗୋଧି ଯାଇକି ତା ଦୋକାନରେ ପଶିଲାଣି। ଆଉ କ'ଣ ତଳେ ଆଉ ଜିନିଷ ନାହିଁ, ସବୁ ସିଫ୍ଟ କରିଦେଇଛି ଉପରକୁ ନା? ଉପରୁ ବୁଲେଇ ଦେଇଛି। ମୁଁ ଦେଖାଇଥିଲି ଆପଣମାନଙ୍କୁ ସେ ଭିଜୁଆଲଟି, ଯେଉଁଟାକି ଆମର ଅରଗଲରୁ ମୁଖ୍ୟ ରାସ୍ତା ଭାଙ୍ଗରା ପୋଲ କତିକି, ଯେଉଁଟାକି କନେକ୍ଟେଡ଼ ଯାଜପୁର ଡିଷ୍ଟ୍ରିକ୍ଟ କି। ସେ ରାସ୍ତା କାଲି ତ ଯେତିକି ପାଣି ଥିଲା ମୁଁ କହିଥିଲି ବିପଦ ସଂକୁଳ ଅବସ୍ଥାରେ ଅଛି। ତ ଆଜି ସେ ରାସ୍ତାରେ ଆଉ ଯାତାୟାତ କରିହେଉନି, ବିନା ଡଙ୍ଗା ସାହାଯ୍ୟରେ ଲୋକ ଯାଇପାରିବେନି। ସେମିତି ଜଣେ ପଶିଗଲେ ପାଣି ଛାତେ ଛାତେ ପାଣି ହେଉଛି, ପଶିକି ଯିବେ। ତେଣୁ ସେ ତ ସମ୍ଭବ ନୁହେଁ ଜଣେ କେଉଁ ଜାଗାକୁ ଯିବାର ଥିବ ଆଉ ଛାତେ ପାଣିରେ ପଶିକି ଯିବ ନା। ଓନ୍ଲି ଯଦି ମେଡ଼ିକାଲ ଏମର୍ଜେନ୍ସି କେସ୍ ପଡ଼େ ତାହେଲେ ବାଧ୍ୟ ହୋଇକି ମାନେ ପାଣିରେ ପଶିକି ଯିବେ, ଛାତେ ପାଣି ହଉ ପଛେ। ରୋଗୀ ବେଳ ପଡ଼ିଲେ କାନ୍ଧେଇକି ନେଇକି ଯିବେ, କିନ୍ତୁ ଯିବେ। କିନ୍ତୁ ଏଇଭଳି ଅବସ୍ଥା ଆମ ପଞ୍ଚାୟତର। ତେଣୁ ଧୋଇଆବାସୀଙ୍କ ଦୁର୍ଦିନ ଅବସ୍ଥା ଦେଖିଲେ ଲୋକ ବି କେହି ସହଜରେ ଭାବି ପାରିବେନି ପ୍ରକୃତରେ ଧୋଇଆରେ ଏତେ ଅସୁବିଧା ହୁଏ। କାରଣ ଟିକିଏ ପାଣି ହେଲେ ଧୋଇଆରେ ହିଁ ପାଣି। ଦେଖୁଥିବେ ପୁରା ପାଣି, ତ ବେଶୀ ବାଟ ବି ଯାଇ ହେବନି। ଫିର୍ ବି ଦେଖିବା ଆଣ୍ଠୁ ଜଙ୍ଘ ପର୍ଯ୍ୟନ୍ତ ପାଣି ହେଲା ପର୍ଯ୍ୟନ୍ତ ଯିବା ପଶିକି। ଆଉ ରାଜାନା ଚାଲିଛି ଆଗେ ଆଗେ, ତାକୁ ମୁଁ ଦେଖିକି ପଛେ ପଛେ ଯାଉଛି। କାହିଁକିନା ପାଣି କେଉଁଠି ଅଧିକା ହେଇଥିବ କ୍ୟାମେରା ଧରିକି ଯିବା ବି ସମ୍ଭବ ନୁହଁ, ପଡ଼ିଗଲେ ଯିବ ସବୁ। ପାଣି ଯେହେତୁ ବଢ଼ିଛି ସୋ ଟିକେ କମିଛି। ଆଉ ଆରେ ଏଠି ଖୋଳି ଦେଇଛି ଗୋଟେ ଗୋଟେ ଜାଗା, ଖୋଳି ହେଇଯାଇଛି ଗୋଟେ ଗୋଟେ ଜାଗା। ନା ତଳ ଯେଉଁ ପାଇପ୍ ଲାଇନ୍ ଯାଇଥିଲା ସେଟା ଖୋଳି ହେଇଯାଇଛି ବେଶୀ। ଆଗରୁ କେମିତି ପାଣିରେ ଖୋଳି ଯାଇଛି। ସିଆଡ଼କୁ ଆଉ ଯାଇ ହେବନି, ସିଆଡ଼କୁ ପାଣି ଅଧିକା। ଏଇ ମୁଖ୍ୟ ରାସ୍ତା କାଲି ଦେଖାଇଥିଲି, କାଲି ଅଳ୍ପ ପାଣି ହେଉଥିଲା, ଆଜି ଏଉଠୁ ହିଁ ଆଣ୍ଠିଏ ପାଣି ହେଲାଣି। ଆଉ ଆଗକୁ ଆଉ ଯାଇ ହେବନି, ସେଠି ଛାତିଏ ପାଣି ହେବ, ସେଠି ଆଉ ଯାଇ ହେବନି ପଶିକି। ମୟୂର ସାହି ଆଗରେ ପାଣି ହେଇଗଲାଣି। ଆଉ ଏଠି ପାଣି, ଏପଟ କେତେ ବହୁତ ପାଣି। କ'ଣ କାଳିଆ ସ୍ତ୍ରୀ ବଢ଼ି ପାଣି ନେଇକି ଯାଉଛ ନା କ'ଣ? ବାଟରେ ଗଲେ ଆଉ ବଢ଼ିଆ ଲୋକଙ୍କ ଘର ଆଗରେ ପାଣି ହେଇଗଲା, ଏଇଠି ତାଙ୍କର ଧୁଆଧୁଇ କଲେ ଏଇଠି ସବୁ। ଆଉ ଦାସ ଆଇ କୁଆଡ଼େ ହେଲା? ଏ ଟିକେ ପାଣି ଭିଡ଼ିଓ ଟିକେ କରିଦେବା। ଟୁକୁରା ଭାଇ କ'ଣ ମାନେ କୁଟା ଗଦା ଇଆଡ଼େ ଦିଆହେଇଛି ନା ନେଇକି ଆଇଲ କେଉଁଠୁ ଗାଈ ପାଇଁ?
କେତେ ବାଟରୁ ପୁଣି ବୋହିବ ପାଣି ଅଧିକା ହେଲେ ଦେଖିବା କପିଳା କ'ଣ ମାଛ ଧରୁଛ ନା କ'ଣ? ନିର୍ମଳ ପାଣି ହେଲା କ'ଣ ନାଲୁଆ ମାଛ ପଡ଼ିଛି ଆରେ କୋଉ ଖାଲି ହଁ ଏ ତ ପାଣି ଏଠି ପାଖରେ ତୋର ହାଣ୍ଡି ବୁଡ଼େଇଲୁ ଏଇଠି ହଁ ଖାଇବାକୁ ଦିଆହବ ରିଲିଫ୍ ଆଉଛି ହଁ ହେ ଆସିବ ଆସିବ ହବ ଆଉ ପାଣି ଏଇଭଳିଆ ପରିସ୍ଥିତିରେ ତୁ ହେଲେ ବୋହୁଛୁ ନିଶ୍ଚିତ ନା କରିବା ଆଜ୍ଞା ଆମର ତ ରାନ୍ଧି ଫାଟିଗଲାଣି ଭାଇ ପୁଅ ଆସି ବୁଲି ଭିଡ଼ିଓ କରୁଛନ୍ତି ହଉ କ'ଣ ରେ ଋଷି ମାଛ ରବାଇ କ'ଣ ଛେଳି ଫେଳି ରଖିଛୁ ଛେଳି ପାଇଁ ପତ୍ର ଯୋଗାଡ଼ ହେଲା ଆଉ ନା କରିବା ଭାଇ ଛେଳି ଗାଈ ବାଛୁରୀ ଆଉ ପାଣି ହେଇଯାଇଛି ଲୋକ ଅସୁବିଧାରେ ଯାହା ହଉ ଏଇଟା ଟିକେ ଉଚ୍ଚା ଅଛି ଟ୍ୟୁବଲଟା ପାଣି ନେଇ ହେଉଛି ଆଉ ସବୁଆଡ଼େ ପାଣି ବୁଡ଼ିଗଲାଣି ଟ୍ୟୁବଲ ଲୋକ ପାଣି ନେଇ ପାରୁନାହାନ୍ତି ଚାରିଆଡ଼େ ତ ପାଣି ଆଉ ଜିରାଇ ଘର ଅଲରେଡ଼ି ପାଣିରେ ବୁଡ଼ି ସାରିଲାଣି ଘରେ ପାଣି ପଶିଲାଣି ହେ ନଖିଆ ବାପା ତାର ଧୁଆଧୁଇ କଲାଣି ପାଣିରେ କ'ଣ ସେ ବାଲି ହଁ ମୁଁ ବୁଲିକି ସବୁଆଡ଼ୁ ଗୋଟେ ମିନିଟ୍ କରୁ ହଁ କରିଦେବି
ସୁଅ ନୁହଁ ଆମ ଗାଁରେ ତ ଏମୁଣ୍ଡରୁ ସେମୁଣ୍ଡ ପାଣି ଲାଗିଛି କେତେ ବାଟ ପଶିକି ପାଣିରେ ଚାଲିବ। ଅକା ବୋଉକୁ ତ ଏଇଖିଣି 14 ଭଉଣୀ ଦେଖାଉଛି ସବୁ ଆଣିକି ଧୋଇ ପକେଇବ ଏଇଖିଣି। ଅଙ୍ଗନବାଡ଼ି ଘର ବି ପାଣି ଘର ଭିତରେ ବୁଡ଼ିକି ରହିଛି। ଅଲେଖ ମଠ ଅଲେଖ ମଠ ଘରରେ ପାଣି ପଶିଗଲାଣି କାହିଁକିନା ନୂଆ ଘର ଯେଉଁ ହେଇଛି ପକ୍କା ସିଏ ତ ମଠରେ ସିଏ ତ ବୁଡ଼ିଛି। ମନ୍ଦିର ଭିତରେ ପାଣି, ଅଳିଆ ଘର ଭିତରେ ପାଣି। ଏଇ ଆମ ନଦୀକୂଳ ସ୍କୁଲ ପଛପଟର ଦୃଶ୍ୟ ଏଇଟା। ତେଣୁ ପଛପଟରେ ପୁରା ପାଣି ଲାଗିକି ରହିଛି। ତ ପୁରା ଅଥଳ ପାଣି ହେବ ଏଠି ପାଖଟା। ଅଲେଖ ମଠରେ ଅଛନ୍ତି କିଏ ଏଇଖିଣି? ବାବା କେଉଁଠିକି ପଳେଇ ଆସିଲେ? ବାବା ଆସିକି ସ୍କୁଲରେ, କାହିଁକିନା ଅଲେଖ ମଠ ଭିତରେ ସେଠି ପାଣି ପଶିଯାଇଛି ଜଳଘେର। ତେଣୁ ଜଳଘେର ଭିତରେ ବାବା ରହିବେ ନା ଏକା, ତେଣୁ ପଳେଇ ଆସୁଛନ୍ତି ସ୍କୁଲ ଭିତରକୁ। ସାଙ୍ଗମାନେ ଥରେ ଭାବିକି ଦେଖିଲେ, ଆପଣମାନେ ମୋ ଜାଗାକୁ ଆସିକି ଦେଖନ୍ତୁ, ଯଦି ନିଜ ଗାଁରେ ଏଇଭଳି ଭାବରେ ବଢ଼ି ପାଣି ହେଇଥାଏ, ବନ୍ୟା ଜଳ ଘେରରେ ଲୋକମାନେ ଏଇଭଳି ହନ୍ତସନ୍ତ ହେଉଥାନ୍ତି, ଯେକୌଣସି ଜାଗାକୁ ଯାତାୟାତ କରିବାକୁ ଅସୁବିଧା ଥାଏ ଏବଂ ନିଜ ଖାଦ୍ୟ ପାନୀୟ ବ୍ୟବସ୍ଥା ବି ଆରେଞ୍ଜ କରିବା ବହୁତ କଷ୍ଟକର ହେଇଥାଏ। ଯଦି କିଛି ସଉଦା ଆଣିବାକୁ ପଡ଼େ ତାହେଲେ ଅଣ୍ଟେ ପାଣିରେ ପଶିକି ଯିବାକୁ ପଡ଼ିଥାଏ ସଉଦାପତ୍ର ଆଣିବାକୁ। ମଣିଷ ତ ଯାଏ ଯେମିତି ଆଡ଼ଜଷ୍ଟ କରି ନେଉଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନର ଦେଖା ନାହିଁ। ଏବଂ ଗାଈ ଗୋରୁ ଛେଳି ମେଣ୍ଢାଙ୍କ କଥା କହିଲେ ନ ସରେ, କାହିଁକିନା ସେ ଟିକେ ଘାସ ଖାଇପାରିବେନି। ତେଣୁ ଲୋକମାନେ ହିଁ ପାଣି ଭିତରେ ପଶି ଆହାର ସଂଗ୍ରହ କରି ଆଣିଥାନ୍ତି ଏଇ ପଶୁମାନଙ୍କ ପାଇଁ। ତେଣୁ ଭାବନ୍ତୁ ଏ କେତେ କଷ୍ଟର ଜୀବନ ଯେତେବେଳେ ବନ୍ୟା ଘେରରେ ଜଳବନ୍ଦୀ ହୋଇ ରହିଥାନ୍ତି ଏଇ ଧୋଇଆ ଅଞ୍ଚଳର ଲୋକେ। ଇଏ ହେଉଛି ପ୍ରକୃତ ବିରଳ ଦୃଶ୍ୟ, ଯେଉଁଟାକି କେବେ ଅନୁଭବ ବି କରିପାରିବେ ନାହିଁ ଯେଉଁମାନେ ନିଜେ ଆସି ଥରେ ଧୋଇଆରେ ରହିନାହାନ୍ତି। ତେଣୁ ଯେପର୍ଯ୍ୟନ୍ତ ସେ ଧୋଇଆରେ ଆସି ବସବାସ କରିନାହାନ୍ତି କି ବନ୍ୟା ସମୟରେ କିଛି ମୁହୂର୍ତ୍ତ କଟେଇ ନାହାନ୍ତି, ସିଏ ଜାଣିପାରିବେନି ବନ୍ୟା ସମୟରେ ଧୋଇଆ ଲୋକଙ୍କର କେତେ ଦୁଃଖ। ଏ ଦୁଃଖ କାହାକୁ କହିବ, ଶୁଣିବ କିଏ? ନା ପ୍ରଶାସନ ଶୁଣିବ, ନା ଆଉ କିଏ। କ'ଣ କରିବେ? ଲୋକ ନିଜ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଏଇ ଧୋଇଆ ଅଞ୍ଚଳରେ ଏବଂ ହନ୍ତସନ୍ତ ହେଉଛନ୍ତି ଏଇ ବନ୍ୟା ଜଳ ଘେରରେ। ଇଏ ହେଉଛି ଆମ ଦୁଃଖର କାହାଣୀ ଏଇ ଧୋଇଆ ଅଞ୍ଚଳର। କ'ଣ କରିବା? ଯାହା ହଉ ଠାକୁରଙ୍କୁ ଡାକି ସମୟ କାଟି ଦେଉଛନ୍ତି ଏ ଧୋଇଆବାସୀ ଲୋକେ। ଦିନ ତ ଦିନ ଭାବନ୍ତୁ, ଯଦି ରାତିରେ କିଛି ଗୋଟେ ଏମର୍ଜେନ୍ସି ମେଡ଼ିକାଲ କେସ୍ କେତେ ଅସୁବିଧାର ସମ୍ମୁଖୀନ ହେବେ ଏଇ ଧୋଇଆବାସୀ। ଇଏ ହେଉଛି ଧୋଇଆବାଲାଙ୍କର ନୀତିଦିନିଆ ଦୁଃଖ କହିଲେ ଚଳେ ଏଇ ବର୍ଷା ଦିନ ବଢ଼ି ପାଣି ସମୟର। କିନ୍ତୁ କ'ଣ କରିବ, ପ୍ରଶାସନ ବୋଧେ ଶୋଇପଡ଼ିଛି ନା କ'ଣ? ପ୍ରଶାସନ ନ ଶୋଇଥିଲେ କେହି ତ ଦେଖା ନାହାନ୍ତି ଏପର୍ଯ୍ୟନ୍ତ। ତେଣୁ କାହାକୁ ଦୋଷ ଦେବୁ ଆମେ? କିଏ ଆସିବ ଏ ଧୋଇଆ ଅଞ୍ଚଳକୁ ବୁଲିବାକୁ ଏବଂ ଲୋକଙ୍କର ସୁଖ ଦୁଃଖର ସାଥୀ ହେବାକୁ?